ଜରୁରୀକାଳୀନ ପରିସ୍ଥିତିକୁ 49 ବର୍ଷ ପୂର୍ତ୍ତି ଅବସରରେ ଖଲିକୋଟ ବିଜେପି ତରଫରୁ କଳା ଦିବସ ପାଳିତ ହୋଇଯାଇଛି। ଘୁମୁସର ଜିଲ୍ଲା ବିଜେପି ସଭାପତି ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ କଳା ଦିବସ ପାଳିତ ହୋଇଯାଇଛି। ଖଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ସମେତ କବି ସୁଯୋଗ ବିଧାୟକ ବିଜେପି ଘୁମୁସର ଜିଲ୍ଲା ଉପସଭାପତି କରନାଥ ସ୍ୱାଇଁ, ଘୁମୁସର ଜିଲ୍ଲା ସାଧାରଣ ସମ୍ପାଦକ ଅନିଲ କୁମାର ପଣ୍ଡା, ବିଜେପି ନେତା ଶିଶିର କୁମାର ମିଶ୍ର, ସୀତାରାମ ବାଣିଗ୍ରାହୀ, ପ୍ରଭାରୀ ଶଙ୍କର ପ୍ରସାଦ ନାହକ ପ୍ରମୁଖ ବିଜେପି ନେତାମାନେ ଜରୁରୀକାଳୀନ ପରିସ୍ଥିତିରେ ଘଟିଥିବା ବିଭିନ୍ନ ଲୋମହର୍ଷଣକାରୀ ଘଟଣାଗୁଡ଼ିକ ବର୍ଣ୍ଣନା କରି କଂଗ୍ରେସ ଉପରେ ବର୍ଷିଥିଲେ। ଖଲିକୋଟରୁ ସୁନୀଲ କୁମାର ମହାପାତ୍ରଙ୍କ ରିପୋର୍ଟ, ଭାଇରାଲ ନ୍ୟୁଜ୍। କଳା ଦିବସ ଆଜି ଆମେ ପାଳନ କରୁଛୁ। এই জিনিসকে মনে পকাই যে জিনিস কি আমার তৎকালীন প্রধানমন্ত্রী শ্রীমতী ইন্দিরা গান্ধী জুন 25 তারিখ 1975 মସିହାରେ ଭାରତରେ ଜାତୀୟ ইমার্জেন্সি ন্যাশনাল ইমার্জেন্সি ডিক্লেয়ার করଥିଲେ এবং সমস্তଙ୍କର ଅଧିକାରକୁ ଛଡ଼େଇ ନେଇଥିଲେ ଏବଂ ସମସ୍ତ ନିର୍ବାଚିତ ପ୍ରତିନିଧିକୁ ଜେଲକୁ ପଠାଇଥିଲେ। ଅତଏବ ସେଦିନ ଥିଲା ଅତି କଷ୍ଟର ଦିନ। ସେ କଷ୍ଟର ଦିନ ମନେ ପକାଇବାକୁ ଆଜି ଆମେ ଏଇ ଦିନଟାକୁ କଳା ଦିନ ବା ବ୍ଲାକ୍ ଡେ ଭାବେ ଆମେ ଆଜି ଅବଜର୍ଭ କରୁଛୁ।